ସୁରକ୍ଷିତ ଭାବେ ଦୀପାବଳି ପାଳନ କରିବା ପାଇଁ କିଶୋର କିଶୋରୀଙ୍କର ଶପଥ ଗ୍ରହଣ। 10,000 କିଶୋର କିଶୋରୀ ରାସାୟନିକ ବାଣ ନ ଫୁଟାଇବା ପାଇଁ ସଚେତନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଗତ ଶନିବାର ଦିନ ଅଧିକ ବୈଠକରେ ନିରାପଦ ଏବଂ ସୁରକ୍ଷିତ ଭାବେ ଦୀପାବଳି ପାଳନ କରିବା ପାଇଁ ସମସ୍ତ କିଶୋର କିଶୋରୀମାନଙ୍କୁ ବୁଝାଇବା ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ 2063ଟି ଅଙ୍ଗନବାଡ଼ି କେନ୍ଦ୍ର ସ୍ତରରେ କିଶୋର କିଶୋରୀମାନଙ୍କୁ ନେଇ ଅଧିକ ବୈଠକ ଅନୁଷ୍ଠିତ ହୋଇଥିଲା। ଅଧିକ ବୈଠକରେ ରଙ୍ଗୋଲି କରିବା ସହିତ ଦୀପ ଜଳାଇ କିଶୋର କିଶୋରୀମାନେ ଶପଥ ଗ୍ରହଣ କରିଥିଲେ। କାରଣ ପ୍ରତିବର୍ଷ ପରି ସାରା ଭାରତରେ ଦୀପାବଳି ପାଳନ ସମୟରେ ନିଜର ଅବହେଳା ଯୋଗୁଁ ଅନେକ ଶିଶୁ ଶାରୀରିକ ଆଘାତର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଦୀପାବଳି ପାଳନ କରିବା ସମୟରେ ଘରର ଯେକୌଣସି ବୟସ୍କ ଲୋକମାନଙ୍କ ଉପସ୍ଥିତିରେ ଦୀପାବଳି ପାଳନ କରିବା ପାଇଁ ଏହି ବୈଠକରେ ଶିଶୁ କିଶୋରୀମାନଙ୍କୁ ସଚେତନ କରାଯାଇଥିଲା। କୌଣସି ପ୍ରକାର ରାସାୟନିକ ବାଣ ନ ଫୁଟାଇ ନିଆଁଠାରୁ ଦୂରେଇ ରହିବା ଏବଂ ଗାଁର ଅନ୍ୟ ଶିଶୁ କିଶୋର କିଶୋରୀମାନଙ୍କୁ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାୟଗଡ଼ାରୁ ସ୍ୱତନ୍ତ୍ର ପ୍ରତିନିଧି ସୁବ୍ରତ ତେଲିନାୟକ ରିପୋର୍ଟ, OTN TV।